ସମସ୍ତଙ୍କୁ ନମସ୍କାର। ଆଜି ଗୋଟିଏ ସୁନ୍ଦର ସମୟରେ ପରମେଶ୍ୱର ବହୁତ ଦିନ ପରେ ଆଜି ପୁଣି ଆସିଲି କହିବା ପାଇଁ, ଯାହାକି ବହୁତ ସୁନ୍ଦର ସମୟ ଏଇଟା, ଯାହାକି ଯେଉଁମାନେ ପରମେଶ୍ୱରକୁ ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ କରୁଅଛନ୍ତି ସେମାନଙ୍କ ପାଇଁ, ଯାହାକି ଆଜି ବହୁତ ବିଷୟ ଅଛି। ଅନେକ ଲୋକମାନେ ନିଜ ବୁଦ୍ଧି ନିଜ ଜ୍ଞାନରେ ଚାଲୁଛନ୍ତି। ଆଜି ଟପିକ୍ ଅଛି ଜୀବନ ସାଥୀ ବାଛିବା। ଜୀବନ ସାଥୀ ବାଛିବାରେ କ'ଣ ଜାଣିଛ? ଯେଉଁମାନେ ବାହାଘର ପାଇଁ ଝିଅ ଖୋଜୁଛ କି ପୁଅ ଖୋଜୁଛ, କେମିତି ଜୀବନ ସାଥୀ ଆମେ ବାଛିବାର ଅଛି। ଜୀବନ ସାଥୀ ବାଛିବା ସମସ୍ତଙ୍କ ମୁଇଁ ବି ଶୁଣୁଅଛି, ଯାହାକି ମୁଇଁ ଆଜି ଏଇ ଟପିକ୍ ନେଇଛି। ଦେଖ, ଜୀବନ ସାଥୀ ଆଜି ସବୁକିଛି ବାଛୁଛ, ସବୁକିଛି ହେଉଛି, କିନ୍ତୁ ଜୀବନ ସାଥୀ ବାଛିବାଟା ଏତେ ସହଜ ନାହିଁ। ଆମେ ପରମେଶ୍ୱରକୁ ଜାଣିଅଛୁ। ଆଜି ପ୍ରିୟ ଓଡ଼ିଶାର ଯେତେକ ପ୍ରଭୁକୁ ଜାଣୁଅଛ ଜୀବନ ସାଥୀ। କିଛି ଲୋକମାନେ କରୁଛନ୍ତି ଯେ ଆମେ ଗୋଟିଏ ଆତ୍ମା ଉଦ୍ଧାର କରୁଅଛୁ। ନା, ଆମେ ଡାଇରେକ୍ଟ ବାକ୍ୟକୁ ଯିମା। ଦ୍ୱିତୀୟ କରନ୍ଥୀୟ 6:14 କ'ଣ ଲେଖା ହେଇଛି ପଢ଼ୁଛି ଦେଖ। ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋତା ନ ଯାଉ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା। ଆଜି ଯେଉଁମାନେ ପରମେଶ୍ୱରକୁ ଯୀଶୁଖ୍ରୀଷ୍ଟକୁ ଜାଣିଅଛ ସେମାନଙ୍କ ପାଇଁ ଆଜି ବାକ୍ୟ। ଆଜି ଅନେକ ଯୁବାମାନଙ୍କୁ, ଯୁବତୀମାନଙ୍କୁ, ଅନେକ ବାପାମାନଙ୍କୁ, ମାଆମାନଙ୍କୁ, ଯେଉଁମାନେ ଆପଣ ପୁଅ ଝିଅକୁ ବାହାଘର କରୁଛ ସେମାନଙ୍କ ପାଇଁ ବାକ୍ୟ। ଆଜି ବାହାଘର ପୂର୍ବରୁ ଆମେ ବହୁତ ପ୍ରସ୍ତାବ ପଚାରୁଛୁ। ଏଠି କ'ଣ? ଅବିଶ୍ୱାସୀ ମାନଙ୍କ ସହିତ ଆପଣା ରୂପେ ଯୋତା ନ ଯାଅ। ଯଦି ଆମେ ଖ୍ରୀଷ୍ଟକୁ ଜାଣିଅଛୁ, ପରମେଶ୍ୱରକୁ ଜାଣିଅଛୁ, ଆମେ ଯେତେବେଳେ ଗୋଟେ ଝିଅ ଦେଖି ଯାଉଛ, ବାପା ମା ଯାଉଛ କି ପୁଅ ବି ଯାଉଛି, ସେଠି ଆମେ କ'ଣ ପଚାରିବାର ଅଛି? ଆଜି ଆମେ କ'ଣ ଦେଖୁଛୁ ଯେ ସେ କେତେ ପାଠ ପଢ଼ିଛି, କ'ଣ କରୁଛି, କ'ଣ ଧନ ଦେବି, ୟାକୁ ପଚାର ନାହିଁ। ଅବିଶ୍ୱାସ ସହିତ ଅସମାନ ରୂପେ ଯୋତା ନ ଯାଉ। ଯେହେତୁ ପରମେଶ୍ୱରକୁ ଜାଣିଅଛୁ, ଅବିଶ୍ୱାସୀ ସହିତ ଗୋଟେ ବିଶ୍ୱାସୀ ପୁଅ କି ଗୋଟେ ବିଶ୍ୱାସୀ ଝିଅ ଅବିଶ୍ୱାସୀ ପୁଅ ସହିତ ବାହାଘର ହୋଇପାରିବ ନାହିଁ। ହଁ, ତାଙ୍କ ସହିତ ବସୁଦ କାମ କରୁଛ, ସବୁ କିଛି ଗୋଟେ ଭଲ ଅଛି, ରେସ୍ପେକ୍ଟ ଭଲ କିଛି ଅଛି, ଆଚାର ବ୍ୟବହାର, କିନ୍ତୁ ତାଙ୍କ ସେ ଜୋତା ନ ଯାଉ କରୁଛି। ଯେହେତୁ ଆମେ ପରମେଶ୍ୱରକୁ ଜାଣିଅଛୁ, ଯେହେତୁ ଆମେ ପରମେଶ୍ୱର ଜାଣିଛୁ, ଆମେ ଆଲୋକର ସନ୍ତାନକୁ ଆଣିବାର ଅଛି। ଆମେ ଯେଉଁମାନେ ଯୀଶୁଖ୍ରୀଷ୍ଟ ଜାଣିପାରୁଛି, ଗୋଟେ ଖ୍ରୀଷ୍ଟିଆନ ଘରେ ବି ଜନ୍ମ ହେଲେ ସେ ଖ୍ରୀଷ୍ଟିଆନ ନାହିଁ। ଯିଏ ଖ୍ରୀଷ୍ଟଙ୍କ ସହିତ ଚାଲୁଥିବ, ଯିଏ ଖ୍ରୀଷ୍ଟଙ୍କର ବାକ୍ୟ ଧ୍ୟାନ, ଯିଏ ଖ୍ରୀଷ୍ଟଙ୍କର ଇଚ୍ଛାରେ ଚାଲୁଥିବ। ଆଜି କେତେ ଯୁବତୀମାନେ ବାହାଘର ହୋଇ ଆଜି ବହୁତ ଦୁଃଖରେ ଅଛନ୍ତି। ସେଥିପାଇଁ ସାବଧାନ। ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋତା ନ ଯାଉ। ଅବିଶ୍ୱାସୀ ମାନଙ୍କ ସହିତ କେବେ ଯୋତା ହେବ ନାହିଁ। ଯେତେ ଭଲ ରେସ୍ପେକ୍ଟ ଦେଉ, ଯେତେ ଭଲ କରୁ, କେବଳ ବିଶ୍ୱାସୀର ଝିଅ ଖୋଜିବାର ଅଛି, ଗୋଟେ ବିଶ୍ୱାସୀର ପୁଅ ଖୋଜିବାର ଅଛି। ଯେ ଖ୍ରୀଷ୍ଟକୁ ବିଶ୍ୱାସ କରିଛୁ ନାହିଁ, କେବେ ବିଶ୍ୱାସ କଲୁ, କେବେ ତ୍ରାଣ ଗ୍ରହଣ କଲୁ, ମଣ୍ଡଳୀ ଯାଉଛୁ କି ନାହିଁ, ପ୍ରାର୍ଥନା କଲୁ, ୟାକୁ ପଚାରିବାର ଅଛି। ତାପରେ କ'ଣ? କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା। କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା। ଧର୍ମ ଓ ଅଧର୍ମ, ଆଜି ଆମେ ଧର୍ମରେ ଯାଉଛୁ, ସତ୍ୟରେ ଯାଉଛୁ, ନ୍ୟାୟରେ ଯାଉଛୁ, ଆମେ ସେଇଭଳିଆ ଜୀବନ ସାଥୀ ବାଛିବାର ଅଛି।
ଆମେ ଜଣଙ୍କର ଆମେ ନିଜେ ଜଣ କଥା ଭଲ। ଆଜି ସବୁ ସମାଜରେ ସବୁ ଗୋଷ୍ଠୀରେ ସବୁଥିରେ କ'ଣ ଆଜି ପ୍ରଭୁଙ୍କୁ ଯେହେତୁ ଆମେ ଜାଣିଛୁ, ଆମେ ଗୋଟେ ଯେଉଁମାନେ ପ୍ରଭୁଙ୍କ କଥାରେ ଜୀବନ ସେମାନଙ୍କୁ ଆମେ ବାଛିବାର ଅଛି। ମୁଁ ବହୁତ ଜାଗାକୁ ଯାଉଛି, ବହୁତ ଲୋକକୁ କହୁଛି, କେବଳ ପ୍ରାର୍ଥନା କରୁଛନ୍ତି, ନାଇଁ ସେ କ'ଣ ଜବ୍ ଚାକୁରି କରୁଛି, ନାଇଁ କ'ଣ କାମ କରୁଛି, ତା ଧନ କ'ଣ ଅଛି, କ'ଣ କେମିତି ବଞ୍ଚୁଛି, ୟାକ ପଚାରୁଛି। ସେ ପ୍ରଭୁଙ୍କ ସହିତ ପ୍ରାର୍ଥନା କରୁଛେ କି ନାହିଁ, ବାଇବେଲ ପଢ଼ୁଛି କି ନାହିଁ, ମଣ୍ଡଳୀ ଯାଉଛି ପଚାର। ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା। ଆଜି କେତେମାନେ ବହୁତ ଭୁଲ କରି ବହୁତ କାନ୍ଦୁଛନ୍ତି। ଆମେ ଗୋଟିଏ ଆତ୍ମା ଉଦ୍ଧାର କରୁଛୁ ବୋଲ, କେବଳ ଆମେ ଯୀଶୁ ଖ୍ରୀଷ୍ଟ ଜାଣିଛୁ, ଆମେ ଆଲୋକରେ ଅଛୁ। ଯେଉଁମାନେ ଯୀଶୁକୁ ଜାଣି ସେମାନେ ଅନ୍ଧକାରରେ ଅଛନ୍ତି, ସେମାନଙ୍କୁ କେବେ ବାହା ହେଇପାରିବ ନାହିଁ। ଆଜି ଯୁବାମାନଙ୍କୁ ଯୁବତୀମାନଙ୍କୁ କହୁଅଛି କି 2026 ଯେଉଁମାନେ ବାହାଘର ହେବାକୁ ଯାଉଛ, ସାବଧାନ। ହଁ, ସେ ଭଲ ରେସ୍ପେକ୍ଟ ଦେଇପାରେ, ଭଲ ଆଚାର ଦେବେ, ଭଲ ଜ୍ଞାନ ଦେବେ, ଭଲ ସମ୍ମାନ, ଭଲ ସୁନ୍ଦର ଥାଇପାରେ, କିନ୍ତୁ ସେଟା ଦେଖ ନାହିଁ। ଅନ୍ଧକାର ସହିତ ଆମେ କଦାପି ଯୋଡ଼ି ହେଇପାରିବା ନାହିଁ। ଏଇଠି କ'ଣ ନା, ଅବା ଅନ୍ଧକାର ସହିତ ଆଲୋକରେ କି ସହଭାଗିତା। ଯେଉଁମାନେ ଖ୍ରୀଷ୍ଟକୁ ଜାଣି ଅଛ, ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଆଲୋକରେ ଅଛ, କେବଳ ଅନ୍ଧକାର ସହିତ ଯାଅ ନାହିଁ, ଅନ୍ଧକାରରେ ଆଉଜି ପଡ଼ ନାହିଁ, ଅନ୍ଧକାରରେ କେବେ ଜୀବନ କାଟ ନାହିଁ। ଆମେ ଯେହେତୁ ଆମେ ଆଲୋକକୁ ପାଇଅଛୁ, ଯୀଶୁକୁ ଜାଣିଅଛୁ, ଯୀଶୁକୁ ବିଶ୍ୱାସ କରୁନୁ, ଆମେ ସେଇଭଳିଆ ଆଲୋକର ସନ୍ତାନ ଖୋଜିବାର ଅଛି, ଆଲୋକର ଜୀବନ ସାଥୀ ବାଛିବାର ଅଛି। ଆଜି କେତେ କେତେ ଭାଇମାନେ, କେତେ କେତେ ଭଉଣୀମାନେ ପ୍ରଭୁଙ୍କ ସହିତ ବଢ଼ୁଥିଲେ, ଆଜି ଅନ୍ଧକାର ଝିଅକୁ ବାହାଗି, ଅନ୍ଧକାର ପୁଅକୁ ବାହାଗିରି ତାଙ୍କର ଆତ୍ମିକ ଲାଇଫ୍ ନଷ୍ଟ ହୋଇଯାଇଛି। ଆଜି ସେମାନେ ଯାହାକି ଲଜ୍ଜା ହେଉଛନ୍ତି ପ୍ରଭୁଙ୍କ ଦାସଙ୍କ ସହ କଥା ହେବା ଲାଗି, କି ମଣ୍ଡଳୀକୁ ଆସିବା ପାଇଁ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନଙ୍କୁ ମୁଁ କହୁଅଛି, ପ୍ରିୟ ବାପା ମା ମାନଙ୍କୁ, ଯେ ପ୍ରଥମରେ ଯେ ଗୋଟେ ପ୍ରାର୍ଥନା, ଯେ ମଣ୍ଡଳୀ ସହଭାଗୀ, ତାହାକୁ ହିଁ ବାଛନ୍ତୁ, ତାହାକୁ ହିଁ ଖୋଜନ୍ତୁ। ପ୍ରଭୁ ତୁମରି ଇଚ୍ଛା ଯଦି ହଉ, ନହେଲେ ନାଇଁ ବୋଲିକି। ହାଲେଲୁୟା। ନିଜ ଖୁସି ନିଜର ବୁଦ୍ଧିରେ ଆଉଜି ପଡ଼ ନାହିଁ। ଆଜି ମୁଁ ବହୁତ ଦେଖୁଛି ଖ୍ରୀଷ୍ଟିଆନ ପରିବାର ମାନେ, ଆଜି ଯେତେକ ଭାଇମାନେ ଭଉଣୀମାନେ ବାହାଘର ହୋଇଅଛନ୍ତି, ଆଜି ବହୁତ ଦୁଃଖରେ ଜୀବନ କାଟୁଛନ୍ତି। ଆଜି ମୋର କ୍ଲାସମେଟ୍ ମାନେ ବି ଆଜି ଗୋଟିଏ ଗୋଟିଏ ଆତ୍ମା ଉଦ୍ଧାର କରୁ, ଆଜି ସେମାନଙ୍କ ସେବା କ୍ଷେତ୍ର ବୁଡ଼ି ଯାଇଛି। ଆଜି କେତେ କେତେ ଭଉଣୀମାନେ ପଳେଇଛନ୍ତି, ସେମାନେ ଆଜି ବହୁତ ଦୁଃଖରେ କାନ୍ଦୁଛନ୍ତି। ପ୍ରିୟ ଭାଇମାନେ ଭଉଣୀମାନେ, ସେଇଭଳିଆ ପ୍ରଭୁଙ୍କର ଇଚ୍ଛା ଗୋଟେ ଆଲୋକର ସନ୍ତାନ ଖୋଜ, ଆଲୋକରେ ଧୈର୍ଯ୍ୟ ଧର, ପ୍ରଭୁ ଠିକ୍ ସମୟରେ ଦେବେ। ପ୍ରଭୁଙ୍କ ଦ୍ୱାରା ବିଶ୍ୱାସରେ ମାଗ, ପ୍ରଭୁ ଦେବେ, ପ୍ରାର୍ଥନା କର। ହାଲେଲୁୟା। ଠିକ୍ ଅଛି, ଆମେ ଏଫେସୀୟ 5:7-8 ଦେଖିବା। ଏଫେସୀୟ 5:7-8 ଲେଖାଯାଇଛି, ଅତଏବ ତୁମେମାନେ ସେମାନେ ସହଭାଗିତା ହୁଅ ନାହିଁ, ଅତଏବ ତୁମେମାନେ ସେମାନେ ସହଭାଗିତା ହୁଅ ନାହିଁ। ଆଜି ଯେଉଁମାନେ ପରମେଶ୍ୱରକୁ ଜାଣିଅଛ, ଅନ୍ଧକାର ସହିତ ସହଭାଗିତା ହୁଅ ନାହିଁ, କି ଅନ୍ଧକାର ଘରକୁ ଯାଅ ନାହିଁ ଝିଅ ମାଗି, କି ଅନ୍ଧକାର ଘରକୁ ପୁଅ ଖୋଜି ଯାଅ ନାହିଁ। ତାଙ୍କର ସହିତ କାମ କରିପାର, ସବୁ କିଛି କରିପାର, କିନ୍ତୁ ତାଙ୍କ ସହିତ ବାହାଘର କରିପାରିବ ନାହିଁ। ଯେହେତୁ ଆମେ ଈଶ୍ୱରକୁ ଜାଣିଅଛୁ, ପରମେଶ୍ୱରକୁ ଜାଣିଅଛୁ, ଆମେ ତାଙ୍କ ସହିତ କେବେ ଏଇଠି କ'ଣ କଲା, ଅତ ତୁମେ ସେମାନଙ୍କ ସହଭାଗୀ ହୁଅ ନାହିଁ। ଆଜି ଯେଉଁମାନେ ପ୍ରସ୍ତାବ ଠିକ୍ କରୁଅଛ, ସେଟା କ୍ୟାନସେଲ୍ କରିଦିଅ। ଯେଉଁମାନେ ପରମେଶ୍ୱର, ସେମାନଙ୍କୁ ହିଁ ଯାଅ।
ହଁ ଧନ ଦେଇପାରିବେ ସବୁକିଛି, କେବଳ ଆଲୋକର ଯେତିକି ଯେତିକି ବାହାଘର କରିକି ଆଣିବ ତାର ବିଶୃଙ୍ଖଳା ବା ସେ ଘରେ। ଆଲୋକର ଝିଅ ଖୋଜ, ଆଲୋକର ଗୋଟେ ପୁଅ ଖୋଜ, ଯେଉଁମାନେ ପରମେଶ୍ୱର ବିଶ୍ୱାସ କରି ଜୀବନ କାଟୁଅଛନ୍ତି। ଯେଉଁମାନେ ଆଜି କେତେ କେତେ ଭାଇମାନେ ଭଉଣୀମାନେ କାନ୍ଦୁଛନ୍ତି, ଆଜି କେତେ କେତେ ସେବକମାନେ ବି କାନ୍ଦୁ, ମୁଇଁ କ'ଣ ପାଇଁ ବାହା ହେଲି। ସେଥିପାଇଁ କହୁଛି ସାବଧାନ, ଅନ୍ଧକାର ସହିତ ସହଭାଗୀ ହୁଅ ନାହିଁ। 8 নম্বরে କ'ଣ ଲେଖାଯାଇଛି? ସେ ଏଫେସୀୟ 5:8, କାରଣ ତୁମେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକର ସନ୍ତାନମାନ ପରି ଆଚରଣ କର। କାରଣ ତୁମେ ପୂର୍ବେ ଅନ୍ଧକାର ରୂପେ ଥିଲ, ଅନ୍ଧକାର ସ୍ୱରୂପ ଥିଲ। ଆମେ ପୂର୍ବରେ ଅନ୍ଧକାର ସ୍ୱରୂପ ଥିଲା, ଅନ୍ଧକାରରେ ଚାଲୁଥିଲା। ଆଜି ଆମେ ଆଲୋକକୁ ଆସିଅଛୁ, ଆମେ ଆଲୋକ ଭଳିଆ ଖୋଜିବାର ଅଛି, ଆଲୋକ ଭଳିଆ ଚାଲିବାର ଅଛି। କିନ୍ତୁ ଏବେ ପ୍ରଭୁଙ୍କ ସହଭାଗୀ ଆଲୋକ ସ୍ୱରୂପ ହୋଇଅଛ। ଏବେ ପ୍ରଭୁଙ୍କ ଦ୍ୱାରା ଆମେ ଆଲୋକ ସ୍ୱରୂପ ହୋଇଅଛୁ। ଯଦି ଆମେ ପ୍ରଭୁକୁ ଜାଣିଅଛୁ, ଯୀଶୁ ଖ୍ରୀଷ୍ଟକୁ ଜାଣିଅଛୁ, ଆମେ ଆଲୋକର ଗୋଟେ ସନ୍ତାନ ଖୋଜିବାର ଅଛି। ଆଲୋକର ସନ୍ତାନମାନ ପରି ଆଚରଣ କର, ଆଲୋକର ସନ୍ତାନମାନ ପରି। ଠିକ୍ ଅଛି, ଯେଉଁମାନେ ବାହାଘର ଯାଇଛ ଦୁଃଖ ଲାଗୁଛି ନାହିଁ, କିନ୍ତୁ ଶୁଦ୍ର ଚେଞ୍ଜ କର, ଆଲୋକ ଭଳିଆ କଥାବାର୍ତ୍ତା କର। ସେଥିପାଇଁ ସାବଧାନ, ବହୁତ ସାବଧାନୀ। ବାହାଘର ସବୁକିଛି ଚେଞ୍ଜ କରିପାରିବ, କେବଳ ବାହାଘର ଗୋଟିଏ ଥର, ସେଟା କେହି ଚେଞ୍ଜ କରିପାରିବ ନାହିଁ। ଯଦି ଚେଞ୍ଜ କରୁଛୁ ସେଟା ପାପ ହେଉଅଛି। ହାଲେଲୁୟା। ହିତୋପଦେଶ 31:10 ଆମେ ଦେଖିବା କ'ଣ ଲେଖା ହେଇଛି। ହିତୋପଦେଶ 31:10, ଗୁଣମତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଧାର ହିଁ ତାହାର ମୂଲ୍ୟ ଅଧିକ। ଗୁଣମତୀ ସ୍ତ୍ରୀ କିଏ ପାଇପାରେ? ମୁକ୍ତାଧାର ହିଁ ତାହାର ମୂଲ୍ୟ ଅଧିକ। ଆଜି ଧନ ଆଣିଲା, କାର ଆଣିଲା, ବାଇକ୍ ଆଣିଲା, ଯେତେ ଟଙ୍କା ଦେବ ସମ୍ପତ୍ତି ଦେଲେ ବି ସେଟା କିଛି ଲାଭ ନାହିଁ। ଗୁଣମତୀ ସ୍ତ୍ରୀ କିଏ ପାଇପାରେ? ଆଜି ଭାଇମାନଙ୍କୁ କହୁଛି, କିଏ ଗୁଣମତୀ ସ୍ତ୍ରୀ ଖୋଜ, ଗୁଣବତୀ ସ୍ତ୍ରୀ ପାଖରେ ପ୍ରାର୍ଥନା କର। ଗୋଟେ ସ୍ତ୍ରୀ ଦ୍ୱାରା ଘର ଗୌରବ ପାଇଛି, ଗୋଟେ ସ୍ତ୍ରୀ ଦ୍ୱାରା ଗୋଟେ ସ୍ୱାମୀ ଗୌରବ ପାଇଛି, ଗୋଟେ ସ୍ତ୍ରୀ ଦ୍ୱାରା କି ଗୋଟେ ବୋହୂ ଦ୍ୱାରା ସେ ତା ଶାଶୁ ଶ୍ୱଶୁର ଦିଅର ନନ୍ଦ ସମ୍ମାନ ପାଇଛନ୍। ଆଜି ଅନେକ ଫ୍ୟାମିଲିରେ ବି ଦେଖୁଅଛି, ଅନେକ ପରିବାରରେ ଆଜି ଭଲ ନାହିଁ। କିଛି କିଛି ପରିବାର ବହୁତ ଖୁସିରେ ଅଛନ୍ତି। ସେଥିପାଇଁ ଗୁଣମତୀ ସ୍ତ୍ରୀ ପାଇବା ଲାଗି ପ୍ରାର୍ଥନା କରନ୍ତୁ ଭାଇମାନେ, ଭଉଣୀମାନଙ୍କୁ ଗୁଣମତୀ ଗୋଟେ ଉତ୍ତମ ସ୍ୱାମୀ ପାଇବା ପାଇଁ ପ୍ରଭୁଙ୍କ ସହିତ ସେ ଜୀବନରେ ଭଉଣୀମାନଙ୍କୁ କରୁ। ଖାଲି ତା ପୁଅମାନଙ୍କୁ ନାହିଁ, ଭଉଣୀମାନଙ୍କୁ ପାଇଁ, ଭାଇମାନଙ୍କୁ ନାହିଁ, ଝିଅମାନଙ୍କୁ କରୁ, ଭଉଣୀମାନଙ୍କ ପାଇଁ। ଯେ ଗୋଟେ ଉତ୍ତମ ପ୍ରଭୁଙ୍କ ଉପରେ, ପ୍ରଭୁଙ୍କ ଭୟ କରି ଜୀବନ କାଟୁଛି କି ନାହିଁ। ମୁକ୍ତାଦାର ହିଁ ତାହାର ମୂଲ୍ୟ ଅଧିକ, ମୁକ୍ତାଦାର ତାହାର ମୂଲ୍ୟ ଅଧିକ। ଯେତେ ଧନ ସମ୍ପତ୍ତି ଆଣିଲେ କିଛି କାରଣ, କେବଳ ଯଦି ମୁକ୍ତା ଠାରୁ ହିଁ ତାହାର ମୂଲ୍ୟ ଅଧିକ। ଯେ ଗୁଣମତୀ ସ୍ତ୍ରୀ ବାଲା ସେ ମୁକ୍ତା ଠାରୁ ଅଧିକ ମୂଲ୍ୟବାନ, ଅଧିକ ମୂଲ୍ୟବାନ। ଗୁଣମତୀ ସ୍ତ୍ରୀ ଖୋଜ। ଆଜି ଶରୀର ଦେଖିକି, ଚେହେରା ଦେଖିକି ଆକର୍ଷଣ ହୁଅ ନାହିଁ, କେବଳ ଗୁଣମତୀ ସ୍ତ୍ରୀ ଖୋଜ। ଆଜି ये बेसी हाइट नहीं, इधर ये गोरा नहीं, ये कलाता बांगराता टांगराता एमिति देख नहीं, से प्रभुଙ୍କ ସହିତ କେମିତି ଅଛି। ଫାଷ୍ଟ ହେଉଛି ପ୍ରାର୍ଥନା, 2ରେ ହେଉଛି ବାଇବେଲ ଧ୍ୟାନ, 3ରେ ହେଉଛି ଚର୍ଚ୍ଚ ଯାଉଛେ କି ନାହିଁ ସେଟା ପଚାର। ଦିନକୁ କେତେ ଥର ବାଇବେଲ ପଢ଼ୁଛି ସେଟା ପଚାର। ତାପରେ ଯାଇକି ଜାଣିପାର ଗୋଟେ ପ୍ରଭୁଙ୍କ ବିଶ୍ୱାସୀ ପୁଅ କି ଝିଅ ବୋଲିକି। ପ୍ରିୟ ଭାଇମାନଙ୍କୁ, ପ୍ରିୟ ଫ୍ୟାମିଲି ଲୋକ, ବାପା ମା ମାନଙ୍କୁ ବି କହୁଅଛି, ସାବଧାନ। ଯେଉଁମାନେ ବାହାଘର ହେବାକୁ ଯାଉଅଛ କି ହେବ, ସାବଧାନ ଏଇ ଜିନିଷଟା ମନେ ରଖ।
ସେହି ହିସାବରେ କାମ କର। ତାପରେ ଯାଇକି ଆପଣଙ୍କ ପରିବାର କି ଆପଣଙ୍କ ଯେଉଁମାନେ ବାହାଘର ହେଉଛନ୍ତି ସ୍ୱାମୀ ସ୍ତ୍ରୀ ସେମାନେ ସୁଖରେ ରହିପାରିବେ। ଗୋଟେ ବୋଝ ସରିଗଲା ବୋଲି ଭାବ ନାହିଁ, ଦିନକୁ ଗୁଣମତୀ ବାହାଘର ଗୋଟେ ଆଦରଣୀୟ ଗୋଟିଏ ଦିନ ଖାଲି ଖୁସି ହେଲେ ନାହିଁ, ସବୁଦିନେ ସବୁ ବର୍ଷ ଗୋଟେ ଖୁସିରେ ରହିବାର ଅଛି। ବାହାଘର କର ଦୁଃଖ ସୁଖରେ ସ୍ୱାମୀ ସ୍ତ୍ରୀ ରହିବାର ଅଛି। ଯେକୌଣସି ସମସ୍ୟା ସ୍ୱାମୀ ସ୍ତ୍ରୀ ଏକ ହୋଇକି ସେଟା ସାମ୍ନା କରିକି ଯିବାର ଅଛି। ହାଲେଲୁୟା। ଦୁଃଖ ସୁଖରେ ଯିଏ ରହୁଛି ସ୍ୱାମୀ ସ୍ତ୍ରୀ, ସ୍ୱାମୀ ଯଦି ଦୁଃଖରେ ଅଛି କି ଅସୁବିଧାରେ ସ୍ତ୍ରୀ ଯଦି ସାହାଯ୍ୟ କରୁଛି, ସ୍ତ୍ରୀ ଯଦି ଦୁଃଖରେ ଅଛି ଯେ ସ୍ୱାମୀ ତାକୁ ସାହାଯ୍ୟ, ସେଟା କୁହାଯାଏ ଗୁଣମତୀ ସ୍ତ୍ରୀ। ଗୋଟେ ଉତ୍ତମ ବାହାଘର ଗୋଟେ ଗୁଣ ସ୍ୱାମୀ ସ୍ତ୍ରୀ ଯାହା ପରମେଶ୍ୱର ଦୃଷ୍ଟିରେ। ସେଥିପାଇଁ ସାବଧାନ। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ତୁମେ ମହାନ ପରମେଶ୍ୱର, ସୁନ୍ଦର ସମୟ ଦେଲୁ ବାପା, ପବିତ୍ର ବାକ୍ୟ କହିବା ଲାଗି ବାହାଘର ବିଷୟରେ ବାପା। ଆଜି ଅନେକ ଭାଇମାନେ ଭଉଣୀମାନେ ବାହା ହେବାକୁ ଯାଉଛନ୍ତି ବାପା ପ୍ରଭୁ, ସେମାନେ ଉତ୍ତମ ଜୀବନ ସାଥୀ ମିଳେ ପବିତ୍ର ଆତ୍ମା ସାହାଯ୍ୟ ବାପା। ଏଇଟା ଅନେକ ଯୁବାମାନଙ୍କୁ ଯୁବତା ନେଇ ବାକ୍ୟ এই ମେସେଜ ସାହାଯ୍ୟରେ ପ୍ରଚାର ଶୁଣିବାରେ ଚେଞ୍ଜ କରିବେ ପ୍ରଭୁ ବାପା ମାନ ପ୍ରଭୁ। এই ବାକ୍ୟକୁ ନିଜ ଜୀବନ ଲାଗୁ କିନି ଆଗକୁ ବଢ଼ି ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ ପ୍ରିୟ ଯୀଶୁକୁ ଆଗୁଅଛି। ଆମେନ୍।